ଆପଣଙ୍କ ଉପରେ ବହୁତ ବିଶ୍ୱାସ ତାଙ୍କର। ପ୍ରଚଣ୍ଡ ବିଶ୍ୱାସ ଥିଲା। ପାଣ୍ଡିଆନକୁ ଯୋଉଦିନ ମୁଁ ଓହ୍ଲେଇ ଗଲି ତାଙ୍କ ଗାଡ଼ିରୁ ଓହ୍ଲେଇଗଲେ ଓହ୍ଲେଇନି, ତାଙ୍କ ହାତରେ 24 ଜଣ ଯାଉଥିଲି ନା। ଆପଣ କହୁଛନ୍ତି ସତ କହୁଛି। ପାଣ୍ଡିଆନକୁ ବାବୁଙ୍କୁ ଯେତେବେଳେ ସେ ନେଲେ ଚାରିଆଡ଼େ ବୁଲିଲେ, କେତେଟା ସଭାରେ ସେ ଭାଷଣ ଦେଇଛନ୍ତି ପାଣ୍ଡିଆନ। ଦଳ ଗଠନ ବେଳେ ପାଣ୍ଡିଆନଙ୍କର କି ଭୂମିକା ଥିଲା, ତେଣୁ ପାଣ୍ଡିଆନଙ୍କ ବିରୁଦ୍ଧରେ ଆଉ ମୋର କହିବାକୁ ଇଚ୍ଛା ହଉନାହିଁ। ମୁଁ ଯାହା ନ କହିବା କଥା କହିଦେଇଛି ଆଗରୁ। ପୁଣି ଆଉ ଥରେ କାହିଁକି ଗୋଟେ କଣ୍ଟ୍ରୋଭର୍ସି ଭିତରକୁ ଯିବା। ମୁଁ ଦେଖିଲି କେହି କହୁନାହାନ୍ତି, ମୁଁ ଏକୁଟିଆଟା କହୁଛି, ଲାଭଟା କ'ଣ ହବ। ତେଣୁ ପାଣ୍ଡିଆନଙ୍କର ସେଇ ଭୂମିକା। ଆପଣ ନବୀନ ବାବୁଙ୍କ ସହିତ ଯାଇକରି ସଭାରେ ଭାଷଣ ଦଉଥିଲେ, ଆପଣଙ୍କୁ ଏତେ ସ୍ତର କାହିଁ ଡାକୁଥିଲେ ସେ? ନବୀନ ବାବୁ କାହିଁକି ଡାକୁଥିଲେ? ମୁଁ ତ ଯାଇଛି ମୂଳରୁ ଚାଲି ଶେଷ ପର୍ଯ୍ୟନ୍ତ ଚାଲିଥିଲି। ଆଉ କ'ଣ, ଯେତେବେଳେ ବିଦାୟ ନେଇକି ସିନା ଆଉ ଡାକିଲେନି, ବା ଡାକିବା ସମ୍ଭାବନା ନାହିଁ, କି ଡାକିବା ଉଚିତ ବି ନୁହଁ। କିନ୍ତୁ ସେତେବେଳେ ମୁଁ ଯୁଆଡ଼େ ଯାଇଛୁ ସାଙ୍ଗ ହେଇକି ଯାଇଛୁ, ସମସ୍ତେ ଦେଖିଛନ୍ତି, ଆଖିରେ ଜାଣିଛନ୍ତି ଏ କଥାଟା, ନୂଆ କଥା କିଛି ନାହିଁ। ଓ ଯିବା ଫଳରେ ସିଏ ଓଡ଼ିଆ ଜାଣିନଥିଲେ, ମୁଁ ନିଜେ ଓଡ଼ିଆରେ କହେ, ସେଇଟା ଲୋକମାନଙ୍କୁ ଭଲ ଲାଗେ। ଭାଷା ଉପରେ କହେ, ସେ ଭଲ ଲାଗୁ, ସେ ଅନୁଭବ କରନ୍ତି ଯେ କ'ଣ ଆକୁ କାହିଁକି ଲୋକ ଏତେ ଭଲ ପାଉଛି। ଜାଣିନଥିଲେ ସେତେବେଳେ, ଜାଣିନଥିଲେ ହେଲେ କେମିତି ସିଏ କହିଲା ଯଦି ମୁଁ ନ ହଟେଇବି ପାଣ୍ଡିଆନ ଭାବିଲେ, ତେବେ ମୁଁ ଆଉ ମୁଖ୍ୟମନ୍ତ୍ରୀ ହେଇପାରିବି ନାହିଁ। ଆପଣଙ୍କର କ'ଣ ମୁଖ୍ୟମନ୍ତ୍ରୀ ହବାର ଥିଲା? ନାଇଁ, ପାଣ୍ଡିଆନଙ୍କର। ମୁଁ କାହିଁକି ହବ? ପାଣ୍ଡିଆନ ନିଜେ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ ହବା ପାଇଁ ଚାହୁଁଥିଲେ। କେମିତି ଜାଣିଲେ ଆପଣ? ମୁଁ ଜାଣିଛି, ସବୁ କଥାଟା କୁହାଯିବା ଉଚିତ ନୁହଁ। ମୁଁ କିନ୍ତୁ କହିଥିଲି, ଆରେ ଆପଣଙ୍କର ଓଡ଼ିଆ ଝିଅକୁ ବାହା ହୋଇଛନ୍ତି, ଓଡ଼ିଆ ଝିଅଟାକୁ ମୁଖ୍ୟମନ୍ତ୍ରୀ କରୁନାହାନ୍ତି। ମାନନ୍ଦିନୀ ସତ୍ୟଦମଣି ଥିଲେ। ଆପଣ କହୁଥିଲେ ସୁଜାତା କାର୍ତ୍ତିକେୟନଙ୍କୁ କରାଯାଉ। ହଁ, ମାନେ ମୁଁ ତାଙ୍କୁ କ'ଣ କହିବି ନା, ସେ ମୋ କଥା ଶୁଣନ୍ତି। ମୁଁ ନିଜେ ଜାଣିଛି, ତାଙ୍କୁ ଯଦି ସେ ଠିଆ କରିଥାନ୍ତେ, ମାନେ ଯେତେ ସମାଲୋଚନା ଶ୍ରବ୍ୟ ହେଲେ ଏତେ ହିଁ ହଁ। ତ ଆପଣଙ୍କର ପସନ୍ଦ ହଉଛନ୍ତି ସୁଜାତା କାର୍ତ୍ତିକେୟନ? ନାଇଁ, ମୋର ପସନ୍ଦ ମୋଟେ ନାହିଁ। ମୁଁ ଗୋଟେ ରାଜନୀତି କରୁଥିଲା ବେଳେ ସିଏ ତ ମୋ ସହିତ ରାଜନୀତି କରୁଛନ୍ତି, ମୁଁ ତ କହିବି ନା। ପାଣ୍ଡିଆନ ଆଉ ସୁଜାତା କାର୍ତ୍ତିକେୟନ, ଏ ଦି ଜଣଙ୍କ ଭିତରୁ ଆପଣ କହୁଥିଲେ ଯଦି କେନ୍ଦ୍ରାପଡ଼ାର ଝିଅ ସୁଜାତା କାର୍ତ୍ତିକେୟନଙ୍କୁ ପ୍ରୋଜେକ୍ଟ କରାଯାଏ ତାହେଲେ ଭଲ। ଅସୁବିଧା କ'ଣ? ଏ ପ୍ରସ୍ତାବ ଆପଣ ପାର୍ଟି ଭିତରେ କେବେ ଦେଇଥିଲେ? ନାଇଁ, ଦେଇନି। ମୁଁ କାହିଁ ମିଛ କହିବି? ମୁଁ କାହିଁ ଦେବି? ମୁଁ କହୁଛି ମୋର ଭାବନାଟା। ଯେହେତୁ ତାଙ୍କର ସିଏ ଅଳ୍ପ ଦୂରରେ ଥିଲେ, ମାନେ ମୋତେ ଯେଉଁ ଦିଆଯାଇଥିଲା ରୁମ୍ ଯୋଜନା ବୋର୍ଡ଼ର, ତା 2-3ଟା ଖଣ୍ଡେ ରୁମ୍ ପରେ ସେ ଥିଲେ। କିଏ? ସୁଜାତା କାର୍ତ୍ତିକେୟନ? ହଁ, ତାଙ୍କୁ ବି ଦିଆଯାଇଥିଲା, ସେଠି ଥିଲେ ଯେଉଁ ଡିପାର୍ଟମେଣ୍ଟ। ମୁଁ ଥରେ ଥରେ ଭେଟିଛି, କଥା ଆମେ ହେଇଛୁ। ଏବଂ ଏଇ ଯେଉଁ ଭୋଟର ଭିତରେ ଯେଉଁ ସବୁ ବିବାଦ ଭିତରେ ମୁଁ ପଶିନି। ଇଏ ପାଉ ସିଏ ନ ପାଉ ଏସବୁ ନଥିଲା। ସିଏ ବିଜୁ ପଟ୍ଟନାୟକ ସମୟରେ ଥିଲା, ସେ ବିଜୁ ବାବୁ ଯାହା କହୁଥିଲେ ଆପଣଙ୍କର କଥାବାର୍ତ୍ତା ହୁଏ? ହଁ, କଥାବାର୍ତ୍ତା ହେଇଛି, ନିଶ୍ଚିତ କଥାବାର୍ତ୍ତା ହୁଏ। ରାଜନୀତି ବିଷୟରେ କଥା ହୁଅନ୍ତି ନା? ରାଜନୀତି ବିଷୟରେ ପାଣ୍ଡିଆନଙ୍କ ସହିତ କଥା ହୁଅନ୍ତି? ହଁ, ରାଜନୀତି ସହିତ କଥା ହୁଏ। ଏଇଟା କରିଦିଅନ୍ତୁ, ସେଇଟା କରନ୍ତୁ। ଯେଉଁ ବିଶ୍ୱବିଦ୍ୟାଳୟଗୁଡ଼ା ସବୁ, ମୁଁ ସବୁଗୁଡ଼ାକୁ ଖରାପ ମାନେ ନେଗେଟିଭ୍ କହିବା ଉଚିତ ନୁହଁ। ମୁଁ ତାଙ୍କ ଦ୍ୱାରା ବି କିଛି କାମ କରିଛି। କିଛି ବିଶ୍ୱବିଦ୍ୟାଳୟ କରିବାରେ ସେ ସାହାଯ୍ୟ କରିଛନ୍ତି, ଆଉ ଅନୁଷ୍ଠାନ ମାନ ସବୁ ସେ କରିଛନ୍ତି। କିନ୍ତୁ ମୁଁ ଦୁଃଖିତ, ମୋ ଭଳିଆ ତୁମେ କାଟିକି ଯାହାକୁ ଆଣିଲ, କୋଉ ଦେଶରେ କ'ଣ ତୁମେ ଜାଣିଛ ତାଙ୍କର ତ୍ୟାଗ ଆଉ ନିଷ୍ଠା? ଏଇଟା ମୋର ଦୁଃଖ। ଆଉ କିଛି ନାହିଁ, ହଠାତ୍ ତୁମେ ଆସିବ ଏବଂ ଆସିବା ପରେ ପରେ ପୁଣି ଆଉ ଥରେ କେମିତି କବ୍ଜା କରିବ। କ'ଣ ଜାଣି କି ନବୀନ ପଟ୍ଟନାୟକ ତ ସେତେବେଳେ ଖୁବ୍ ବଢ଼ିଆ, ମାନେ ମୁଁ ଯାହା ଦେଖିଛି ଆଖିରେ, ଚାଲିବାରେ ଟିକେ ଅସୁବିଧା ହେଉଥିଲା,
ଆଉ କିଛି ଦିନ ପରେ ମୁଁ ଦେଖିଲି କ'ଣ ମନ୍ତ୍ର ଦଳ କ'ଣ ତାଙ୍କୁ ସିଏ ତୁମେ କରେଇଲ ପାଣ୍ଡିଆନ ତମେ ଜାଣିଛ ସିଏ ତ ତମେ ବିଦାୟ ନେଲା ପରେ ତ ଚମତ୍କାର ଚାଲୁଛନ୍ତି ଚମତ୍କାର କଥା କହୁଛନ୍ତି ଏହା କ'ଣ ମିଥ୍ୟା ଅଟେ ହଁ କିଏ ଗୋଟା କଲା ସବୁ ପ୍ରଶ୍ନଟା କରିନି